ତ ଆଜି ଏଇଟା ଆମେ ଇଭିନିଂର ଉପରେ କେନ୍ତିଲା ବେଲେ ସଡନ୍ ଆସିଲା ମୋର ମାମାର କଲ୍ କି ୱିଶ୍ ଉଷା କରୁନ ବୋଲିକରି କିଏ ଆଉ କରିଥିଲେ କାରଣ 8 ବଜେ ଭିତରେ ରେଡି ହୁଅ ବାହାରକେ ଯିବାର ଅଛି ବୋଲିକରି ଆର୍ କେନ୍କେ ଯିବାର ଅଛି ବି ଡିସାଇଡ୍ କର ଆର୍ ବୁକ୍ କରି ପକ ଯିମା ବୋଲିକରି ହ୍ୟାଲୋ ପିପୁଲ୍ ଆଣ୍ଡ ୱେଲକମ୍ ବ୍ୟାକ୍ ଟୁ ମାଇ ବ୍ଲଗ୍ ଜୁହାର ସମସ୍ତଙ୍କୁ ଆଉ ଜୟ ମା ସରି ଆଉ ଦେଖ ଆମକୁ ସେମାନେ ନଉଛନ୍ ବାହାରକେ ପାର୍ଟିର ଲାଗି ଆର୍ ଆମେ ଏତେବେଳେ ତକ ରେଡି ନାଇଁ ହେବାର ଥିଲେ ସେମାନେ ଆମକୁ ରୋଡ ଆର ଫାଲେ ୱେଟ୍ କରୁଛନ୍ ଦେବେ ବି ମାହାଲିଆ ଆର୍ ୱେଟ୍ ବି କରବେ ଉପରେ ତ ଆଜି ପ୍ଲାନିଂଟା ଏଇଟା ସଡନ୍ ହେଇଥିଲା କାରଣ ମାମା ଆମର ଟାଉନରୁ 50 କିଲୋମିଟର ଦୂରେ କାମ କରସନ୍ ବୋଇଲେ ମୋର ମାଇ ରିକ୍ୱେଷ୍ଟ କରି ଲାଷ୍ଟକେ ଏଣ୍ଡ ମୋମେଣ୍ଟରେ ମାମା ରାତି ଆଇଲେ ନହେଲେ ମୋର ମାଇ ଢୁକି ନେଇ ଦେଇଥିତେ ଘରକେ ସେଥିର୍ଲାଗି ମୋର ମାମା ବାଧ୍ୟ ହେଇକରି ଆଇଛନ୍ ବାଇ ଦ ୱେ ମାମାର ୱାର୍କ ଲୋଡ୍ସ ବି ଥିସି ଏକ୍ଚୁଆଲିରେ ବୋଇଲେ ଏଇଟା ସଡନ୍ ପ୍ଲାନିଂ ହେଇଛେ ଆର୍ ଆମେ ଏଇଟା ବାହାରୁଛୁ ଯିବାର ଲାଗି ତାଙ୍କର ଆନିଭର୍ସରୀ ସେଲିବ୍ରେସନ କରବାର ଲାଗି ତ ଆମେ କାଣା କରୁଛୁ ଆଗକେ ଭିଡିଓ ବିନା ସ୍କିପ୍ କରିବାର ସିଓର ଦେଖିବେ ତାରପରେ ଏଇଟା ସେଣ୍ଟରକେ ମାମା ଆଉ ମାଇ ଫାଷ୍ଟ ପହଞ୍ଚି ଯାଇଥିଲେ ଆମେ ପହଞ୍ଚିଲୁ ଦେନ୍ ସମସ୍ତେ ଆସିଲା ଭିତରେ ଆମେ ଏଇଟା ଟିକେ ଗୁପଚୁପ୍ ଖାଇ ପକାଲୁ କାରଣ ମୋର ମାଇ ଠିଆ ତ ନାଇଁ ଉଠେ ମୁଇଁ ବୋଲୁଥିଲି କାରଣ ଆଜି ମାମା ଲେଟ୍ରେ ଆଇଛନ୍ ସେଥିରେ ସଜା ଦେବାର ଲାଗି ଦେନ୍ ଗୋଟେ ଏଇଟା ଭଲ ଦୃଶ୍ୟ ଦେଖ ଏଇଟା ହେଲେ ମୋର ମାମାର ମା ବାପା ଆକ୍ଚୁଆଲି ଦାଦା ଫିଜିକାଲି ହେତେ ଆକ୍ଟିଭ ନାଇଁନ କି ଭଲସେ ଚଲାବୁଲା କରିପାରିବେ 5 ମିନିଟ୍ ଜଣହାର ଲାଗି ବାକି ତଥାପି ମାମା ନେସନ୍ ତାଙ୍କର ମା ବାପାକେ ସବୁ ଜାଗାକେ ଯେନ୍ଟାକି ଆଇ ଥିଙ୍କ ନାଇଁ ନେଲେ ବି ଚଲବା ସମସ୍ତଙ୍କର ଲାଗି ଆଉ ତାର ମାନେ ବହୁତ ଜଣ ହେଟା କରସନ୍ ବି ନାଇଁ ନିଅନ୍ ନା ଓଲ୍ଡ ପର୍ସନ ମାନଙ୍କୁ ଘର ଯୁଗ ବୋଲିକରି କହିଦେସନ୍ ବଟ୍ ଏମାନେ ନେସନ୍ ଏଇଟା ଗୋଟେ ଭଲ ଲାଗ୍ସି ମତେ ତାକର ସବୁ ଜାଗାକେ ନେସନ୍ ଏକା ତାଙ୍କର ମା ବାପାକେ ଆର୍ ଖାସ କରି ତାଙ୍କର ବାପା ବହୁତ ଇନଆକ୍ଟିଭ ଟା ତଥାପି ବାକି ନେସନ୍ ରିକ୍ସ ନେଇକରି କାରଣ କରବାର ତ ତାହାକୁ ଅଛେ କାରଣ ଅସୁବିଧା ହେଲେ ବି ନେବାରଟା ବଡ କଥା ଏ ଯେନ୍ଟାକି ଏକ୍ଚୁଆଲିରେ ସଭେ ନାଇଁ କରନ୍ ଏଇଟା ଅନୁମାନ କରିପାରୁଥିବ ଏଇଟା ହେଲା ଆମର ଆଜିର ଭିଡିଓର ମେନ୍ ଜିନିଷ ଯେନ୍ଟାକି ସଭେ ନାଇଁ କରନ୍ ଏକ୍ଚୁଆଲିରେ ତାରପରେ ଏଇଟା ଆମେ ସେଲିବ୍ରେସନ ଷ୍ଟାର୍ଟ କଲୁ ଏଟାକେ ଦେଖ ଇଏ କୁହା ଛୁଆ ଡାକୁନ୍ ଟକ୍ କରି ଶୁଣିଲା ବୁକରି ଆରେ ଟୁକେଲ ଯେ ଏଇଟା ଖସରିବାର ନାଇଁ ଫଟୋ ଜାଗାରୁ ତ ଏଇଟା ମାମା କହୁଛନ୍ତି ତାଙ୍କର ଫାର୍ଷ୍ଟ ଏକ୍ସପିରିଏନ୍ସ ସେ ଯେନ୍ ଗରମ ପାନିରେ ଲେମ୍ବୁ ଦେଇଥିଲେ କାଣା ଗୁନ୍ଦଲେଇ ହଉଥିଲେ ଯେ ତାକେ ଦେଖ ଖାନାର ୱେଟ୍ କରୁଛେ ବୋଲିକରି ତାର ମୁହଁ ଅଥରଙ୍ଗୀ ହଉଛେ ତାରପରେ ଏଇଟା ପଳେଇ ଆସିଲା ଆମର ଷ୍ଟାର୍ଟର इतार औसत देख तो मामा पैसा देके देवे बोले जे मामा कहले मोर चार्ज नाय न फोन पे कला बेला बोले जे औसत होइछे देन हमर एटा मेन कोर्स भी पले आसी ଆଉ ଏଟା ସୁନ କେନ୍ଥର ବିଷୟରେ ଡିସ୍କସନ होचे फर्स्ट टाइम मोर बापा मोर मां घर के जाइथिले पूरा मोबाइल बोली तमर बापा के देखु जन चार्ज करके केते बेला थम्स अप देबे मोर मां ले में गुली झाड़ी थम्स अप
ତାପରେ ସରିଲା ସବୁ ଆମେ ଏଇଟା ଏକ୍ଜିଟ୍ କରଲୁ। ତାପରେ ଆମକୁ ଗାଡ଼ିରେ ନାଇଁ ନଉ ବୋଇଲେ ଯେ ଆମେ ଚାଲି ଚାଲି ଏଇଟା ବାହାରିଲୁ ଘରକେ, ଚାଲି ଚାଲି ରାତିରେ ଏଇଟା ଯିମୁ। And this is the night view of our city. ତାପରେ ଏଟା ଘରକେ ଆସିକି ବାହାରେ ମାନେ ଠିଆ ହେଇଛନ୍। ଦୋକାନ ଗୋଟେ ଆମର ସାମ୍ନାରେ ଅଛି, ସେଟା ବନ୍ଦ ହେଲାନ। ବାକି ତାଙ୍କର ଘରକେ ଖଡ ଖଡ କରି କରି ସେମାନେ ଖୁଲେଇ କରିବେ ଆର୍ କୋଲ୍ଡ ଡ୍ରିଙ୍କ୍ସ ଆଣିବେ। ବିକଜ ଆମେ ମିଡିଲ କ୍ଲାସ ହଉଁ। ତୁ କେତେ ଖାଇଲୁ? କୋଲ୍ଡ ଡ୍ରିଙ୍କ୍ ନେଇ ପିଇକରି ଘରକେ ଆସିକି ତୁ କାଣା ଖାଇଲୁ ବୋ? তুই বস জলদি আসলে কি লেট রে আইলি। ତାପରେ ବୋପରାକେ ଦେଖ ଆମେ ଆମର ଘରେ ତାକେ ନାଇଁ ରଖୁଁ ବୋଲୁଛୁଁ, ଜବରଦସ୍ତି ରହିମି ବୋଲୁଛେ ଆର୍ ତାର ମା ବାପାର ସାଙ୍ଗେ ନାଇଁ ଯାଏଁ ବୋଲୁଛେ ଆର୍ କାହାର ସାଙ୍ଗେ ଶୋଉନି। বুঝলু মোর পাখে বি নাই মোর সাথে সাথী নাই নো আমার সাথে নাই আমার পলংরে নাই গোমা তুই নসু না হলে তোর মামা নানার সঙ্গে একা সাথে শুইব হ্যাঁ একা সঙ্গে তোতে ইমানে কাইতির প্ল্যানিং করছন জানিছু তো মিঠা দেবে হ্যাঁ রসগোল্লা দেবে বড় বড়টা তোকে খাইবু ম্যাপর ফুবলা তোতা ତାପରେ ଏଇ କୋଲ୍ଡ ଡ୍ରିଙ୍କ୍ସ ଡବା ଦେଖ ଏଇ ପିଲା ଯେନ୍ ଧରିଛେ ମୋର ଭାଇ, ଏଥିର୍ ଲାଗି ମୋର ମା ତାକେ ଡାଇରେକ୍ଟ ଆଣି ନାଇଁ ହ ବୋଲି କରି ଆର୍ଗୁମେଣ୍ଟ କରୁଛନ୍ କେତେ ପଇସା ଦେଇଛୁ ବୋଲି କରି। ତାପରେ ସେ ପଇସା ଯେତେ ଦେଲା ତ ଦେଲା। ହଁ ମାମା ନୁ ତ ନେଇଛୁ 100 ଟଙ୍କା তোমাকে মামাকে